जिला उप सह संपादक श्री बलराम जोग देते आम कोटपाड़ ब्लॉक कोषाध्यक्ष श्रीयुक्त देवदास माझी जोग देते ग्राम बत्रा संप्रदाय माँ भौणी भाई मैंने समस्ते प्राय 200 ରୁ 300 लोक जमा अखिल भारतीय बत्रा विकास परिषद तरफ धन्य मन कर आज यही बैठक रे आमर समाज बैठक रे निकटतम रताली बातनायक पूर्ण बत्रा और पानीगिरी किशोर शशि बत्रा जोग देते आम काठरगड़ा कोकनागुड़ा बात नायक श्री टंकधर नायक पूजारी जोग देते संपादक आमर मकुंद बत्रा जोग देते आज आम ये अखिल भारतीय आदिवासी बत्रा विकास परिषद तरफ कोरापुट जिला जिला कार्यकारिणी सभापति रूपे मुझे कार्य करुँची आज मोर ना हूँ मंगराज रंगारी वो बर्तमान कोरापुट जिला सभापति दायित्व अच्छी आ चलाऊ आज आम गोटे संगठन करवा कौ विषय आलोचना करवा से भीतर आम संपादक टी पढ़ी शुणाई दे बाकी पूर्ण करवा जीव लक्ष्य तारीख 13/4/2025 आदिवासी बत्रा विकास परिषद कोरापुट जिला तरफ बड़िका ग्राम पंचायत अंतर्गत सेमला ग्राम सांगठनिक बैठक जिला कार्यकारिणी सभापति श्री मंगराज रंगारी सभापतित्व सभा कार्य आरंभ होता बैठक जिला महानायक श्री सोनार पूजारी जिला संपादक श्री मनोहर नायक संपादक बलराम बत्रा कोटपाड़ ब्लॉक कोषाध्यक्ष श्री देवदास माझी जोग देते सेमला ग्रामर भत्रा संप्रदायर महिला पुरुष प्राय 200 लोक उपस्थित थे रताली बातनायक पूर्ण बत्रा पानीगिरी शशि बत्रा कोकनागुड़ा बातनायक टंकधर पूजारी कोकनागुड़ा ग्राम कमिटी संपादक श्री मकुंद बत्रा जोग देते निम्न वर्णित विषय पर आलोचना करा सर्वसहमति क्रमे गृहीत होता नूतन ग्राम कमिटी गठन 2 नंबर बातनायक चयन 3 नंबर पानीगिरी चयन संप्रदाय ग्राम कमिटी संपादक मकुंद बाबू आपण सांगठनिक बत्रा समाज विकास आलोचना सभापति अनुरोध निज कृतज्ञ मन कर बत्रा समाज महानायक कोरापुट जिलार डिस्ट्रिक्ट सभापति एवं आमर कोषाध्यक्ष बाबू एवं कोटपाड़ आम संपादक महोदय एवं अन्य बृंद आज मत ये जो सुवर्ण सुयोग देते सेमला जो आमर भात नायक संपादक सेक्रेटरी सभापति जाट चयन करना लगे आमर जोन नंबर 1 हूँ एगारखंड ग्राम आम जोन नंबर 1 तुरंत कोकनागुड़ा हूँ शेष गाँव
ଏକ ନମ୍ବରରୁ ଧରିକରି 11 ଖଣ୍ଡ ଗାଁରେ ଆମର ଗୋଟେ ସଂଗଠନ କରାଯାଇଛି। 11 ଖଣ୍ଡ ଗାଁକୁ ମାନେ ଗୋଟିଏ ଭତ୍ରା ସମାଜ ଭାବରେ ଜଣେଇ ରଖିବା ପାଇଁ ଚାହୁଁଥିଲେ, କିନ୍ତୁ ପରିସ୍ଥିତି ଧରିକରି ପ୍ରତ୍ୟେକ ଗାଁର ପ୍ରତ୍ୟେକ ଧରିକରି ପ୍ରତ୍ୟେକ ଗାଁର ସଂଗଠନ ମଜବୁତ ରଖିବା ପାଇଁ ପ୍ରତ୍ୟେକ ଗାଁରେ ସଭାପତି, ସେକ୍ରେଟାରୀ, ଭାତନାଇ, ଚଲାଣ, ପାଣିଗିରି ସବୁକିଛି ନିଜ ନିଜେ ସଂଗଠନ ଏବଂ ମଜବୁତ ରହିବା ପାଇଁ ମହାରାଜଙ୍କ ଆଜ୍ଞାଙ୍କର ଆଦେଶରେ ଏସବୁ ପ୍ରତ୍ୟେକ ଗାଁରେ ସଂଗଠନ କରି ମଜବୁତ ରଖିବା ଉଦ୍ଦେଶ୍ୟ ନେଇକରି ତାଙ୍କେ ଏସବୁ ପ୍ରୋଗ୍ରାମ ରଖିଛନ୍ତି। ବର୍ତ୍ତମାନ ଯେଉଁ ଗାଁରେ ଏବେ ବର୍ତ୍ତମାନ ପାଇଁ ଆମ ସେଭଳିଆ ଗାଁରେ ଯେଉଁ ଥିଲା ଏଠି ବି ଥିଲା ଭାତ ନାହିଁ ପାଣିରେ ସବୁ ଯାହା କିଛି, କିନ୍ତୁ ଆମର ଲୋକ ଯେଉଁ ପଦବୀରେ ଯାହାକୁ ଦିଆହେଉଛି ସେ ପଦକୁ ପଦମର୍ଯ୍ୟାଦା ରଖୁନାହାନ୍ତି, ସତ ନା ନାହିଁ? ଯୋଉଟେ ଭାତ ନାଇକି ଦିଆଯାଇଛି ଭାତ ନାଇକି ବେଳେ ରହିବ, ଗୋଟେ ସଭାପତି ଦିଅଛି ସଭାପତି ବେଳେ ରହିବ, ସବୁଠି ହେଉଛି ମେନ୍ ସମ୍ପାଦକ, ସେ ହେଉଛି ମେନ୍ ଗାଁର ଭଲ ମନ୍ଦ ଆନିଆ ବିଷୟ ନେଇକି ଯାହା କିଛି ଲେଖିବ, କି ମନ ଲେଖିବ, କି 10 ବର୍ଷ କି 5 ବର୍ଷର ବିଷୟବସ୍ତୁ ତା ପାଖରେ ରହିଛି। ସେଇଟା ପାଇଁ ଯେଉଁ ଆମର 5 ଜଣ ସଭାପତି, ଉପସଭାପତି, ସେକ୍ରେଟାରୀ, ଉପସେକ୍ରେଟାରୀ, ତା ବାଦେ ଆମର କୋଷାଧ୍ୟକ୍ଷ ଅଛନ୍ତି, 5 ଜଣଙ୍କର ଡିସିସନ୍ ନେଲା ପରେ ତାପରେ ଯାଇକି ଭାତ ନାଇଁ କାର୍ଯ୍ୟ କରିବ। ବାହୁଗଡ଼ରେ ଭାତ ନାଇଁ କୌଣସି କାର୍ଯ୍ୟ କରିପାରିବ ନାହିଁ। 5 ଜଣ ଅନୁମୋଦନ ନେବେ ଗାଁ ଆସିକି ଭାଇମାନେ, ଆମେ ସଭାପତି, ସେକ୍ରେଟାରୀ, କୋଷାଧ୍ୟକ୍ଷ, ଉପକୋଷାଧ୍ୟକ୍ଷ, ସେକ୍ରେଟାରୀ ଏବଂ ଯେଉଁ 5 ଜଣ ଅଛୁ, ଆମେ এই କାର୍ଯ୍ୟଟା করলে ଭଲ হব না নাই, গাঁ বালাଠୁ ଅନୁମତି ନେବ। ଗାଁ ବାଲା ଯେଉଁ ଅନୁମତି ଦେଲା ପରେ ତାପରେ ଯାଇ ଭାତ ନାଇଁ ସେ କାର୍ଯ୍ୟ କରିବ। କାହିଁକି ନା ଆମ ପୁରୁଣା କାଳିଆ ଠକ ଦଳ ଗୋଟେ ଥିଲା, ଆଜି ପର୍ଯ୍ୟନ୍ତ ଠକ ଦଳ ଅଛି। ବ୍ରିଟିଶ ସମୟରୁ ସେଟା ହେଉଛି କ'ଣ କି ଏବେ ଏମିତି ଧର ଗୋଟେ ଛୋଟିଆ ମୋଟିଆ କାମ ହେଲା, କେମିତି କରବ ହୁଏ ନା କାଇଟା କରବା ତା ତ ଭାତ ନାଇଁ ଚାଲୁଛି ସେମିତି ଗଲା ବେଳକୁ ନାକି ଧୀରେ କରି ସେ କାର୍ଯ୍ୟଟା କରିଦେଲା, ସବୁ କନା ସେ କାମ କରିଦେଲେ ନମ୍ବରଟା ଆମେ ନ ଜାଣୁ ଆମେ ନ ଜାଣୁ। ସେଟା ପାଇଁ ନାକି ଯେଉଁ କାମ କରିବ ସମସ୍ତଙ୍କର ଆଖି ଆଗରେ କରିବ ଏବଂ ସମସ୍ତଙ୍କର ଜାଣତରେ କରିବ, ତେବେ ଯାଇକରି ସବୁ ଆମେ ସମସ୍ତଙ୍କ ସମାନ ଭାବରେ ଆମେ ଏବଂ ଆମେ ନିଜ ଆମର କଥାରେ ଅଛି ଜାତି ଗଲେ ନୀତି ରଖ, ନୀତି କଲେ ଜାତି ରଖ। ନିଜ ପରମ୍ପରା, ନିଜର ମୌଳିକ ପ୍ରଥା, ନିଜର ଇଏଟାକୁ କେବେ ଭୁଲିବ ନାହିଁ। ଯଦି ଏଇ ମୌଳିକ ପ୍ରଥାକୁ ଆମେ ଭୁଲିବା ତାହେଲେ ଆମ ଭତ୍ରା ସମାଜ ଧୀରେ ଧୀରେ ଅପବ୍ୟୟ ହେଇକରି ଅନ୍ୟାନ୍ୟ ସମାଜରେ ଯାଇକି ଲୁପ୍ତ ହେବ। ଯେଉଁଟା ନେବ କଠୋର ଶାସନ ଏବଂ ନୀତି ନିୟମ ଅନୁସାରେ ରୁହନ୍ତୁ। ଆମେ ଦେଖନ୍ତୁ ଆମର କୌଣସି ୟୁନିଟ୍ ରହୁନାହିଁ। ଏବେ ଧର ଆମ ପକନାଗୁଡ଼ାରେ କୁହାଗଲା ଯେ ନାଇଁ ଆଜି ହେଲାଣି ଭାତ 50 ଟଙ୍କା, ସେମଲା ହେଲା ବେଳକୁ କହିବେ 500 ଟଙ୍କା। ଏସବୁ ନୀତି ନିୟମ ହେବ ନାହିଁ। ଆମର ଜୁନ୍ ନମ୍ବର 1 11 ଗାଁରେ କୌଣସି ଗୋଟିଏ ନମ୍ବର ରହିବ। ଏବେ ଧର ଗୋଟେ ମ୍ୟାରେଜ୍ ହେଉଛି, ଗୋଟେ ପୁଅର ମ୍ୟାରେଜ୍ ହେଉଛି, ଚାଉଳ ଯଦି ଦେବାର ଅଛି ଗୋଟେ ବସ୍ତା ଦେବ, ଯଦି ମାଂସ ଦେବାର ଅଛି 50 କେଜି ଯେଉଁଟା ଅଛି ସେ ଗୋଟେ ନିୟମ ଥିବ, ଯେଉଁଟା ହେଲେ ଗୋଟେ ନିୟମ ଥିବ। ତାପରେ ବାଟରେ ଗଣ୍ଡଗୋଳ ଯେଉଁ ହେଉଛି ସେଟା ପାଇଁ ଆମ ଆଦିବାସୀରୁ କହୁଛନ୍ତି। କ'ଣ ପାଇଁ? ଆମର କ'ଣ ପିଠିରେ ଲେଖା ହେଇଛି ନା ଆଗରେ ଲେଖା ହେଇଛି ଆଦିବାସୀ ଭିତରେ? ଆମର କ'ଣ ମୁଣ୍ଡ ନାହିଁ? ଆମ ମୁଣ୍ଡ ନାହିଁ କି? ସେଟା ପାଇଁ ଆମେ ଅପଦସ୍ତ ହେଉଛୁ, ଅନ୍ୟାନ୍ୟ ସମାଜରେ ଲୋକ ହସା ହେଉଛୁ। 15,000 ଦେଖବ 20ଟା ଟଙ୍କା ପାଇଁ ମୁଁ ଛାଡ଼ ନାହିଁ, ଆମେ ଛାଡ଼ବୁ ନାହିଁ। ଏମିତି ନାହିଁ, ଯେଉଁ ନୀତି ନିୟମ ହବ ଛାଡ଼ବ। ବାବୁରେ ଆମ ବାଟ ଫଜର କିଛି ଅଛି କି ମାଟି ପୂଜା ଅଛି, 1,500 ଦିଅ, ଛାଡ଼ିଦେବ ଡାଇରେକ୍ଟ। କୌଣସି ସମସ୍ୟା ହେବ ନାହିଁ, କୌଣସି ଗଣ୍ଡଗୋଳ ହେବ ନାହିଁ। ଏବେ ଧର ଆମେ ଆଜି ମିଳିମିଶି ଅଛୁ, ଇ କନି ଆଣିଲା ବେଳକୁ ନିଆଁ ଆଣିଲା ବେଳକୁ ସେ 5 ଟଙ୍କା ପାଇଁ 50ଟା କଥା ହେବ, ଥାନା ପର୍ଯ୍ୟନ୍ତ କଥା ଯିବ। ଏସବୁ ହେବାଟା କୌଣସି ଆବଶ୍ୟକତା ନାହିଁ। ସେଟା ପାଇଁ 11 ଖଣ୍ଡ ଗାଁର ଜୋନ୍ ନମ୍ବର 1ରେ ଗୋଟେ ନୀତି ନିୟମ, ଗୋଟେ ସବୁ ଯାହା କିଛି ବାଧ୍ୟ। ଯଦି ସେଠି ଯଦି କରିବ ନାହିଁ ଆମ ରିଲିଫଟା କେବେ ହେବ ନାହିଁ। ହଁ ଶୁଣନ୍ତୁ, ବର୍ତ୍ତମାନ ଆମର ସେବେଳା ଗାଁର ବହିପତି ଭାଇମାନେ ଏବଂ ମା ଭଉଣୀମାନେ, ମୋର ସିନିୟର ଭାଇ ଭଉଣୀମାନେ, ଆଜି ଯେଉଁ ଆମର ସେମଳା ଗାଁରେ ଚୟନ କରାଯିବ, ବର୍ତ୍ତମାନ ଉପଯୁକ୍ତ ଲୋକକୁ ଦେଖିକି ପଦବୀରେ ରଖିବାକୁ ନିର୍ଦ୍ଦେଶ ନିଅନ୍ତୁ, ପରାମର୍ଶ ନିଅନ୍ତୁ। ବର୍ତ୍ତମାନ ଚୟନ କରାଯାଉ। ବର୍ତ୍ତମାନ ସଭାପତି ବିଦାୟ ନେଉଛି।